ଓଡ଼ିଶାରେ ସମସ୍ତ କଳାକାର ମର୍ମାହତ ଅଛନ୍ତି ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ଦୁଃଖଦ ଘଟଣା ଏବଂ ସେ ଶୋ ଶରୀରରେ ଆଜି ନାହାନ୍ତି ସତ କିନ୍ତୁ ଯେତିକି ସେ ସ୍ୱର ଦେଇଯାଇଛନ୍ତି ଯେ ଗାଇଛନ୍ତି ସେ ସବୁଦିନ ପାଇଁ ଅମର ହେଇକି ରହିବେ। ତେଣୁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ ଏବଂ ପରିବାର ବର୍ଗଙ୍କୁ ସହିବାର ଶକ୍ତି ଦିଅନ୍ତୁ। ଏତିକି କହିବି, ଏଭଳି ଯୋଗଜନ୍ମା ଗୋଟେ ଯୁଗରେ ଜଣେ ଜନ୍ମ ନିଅନ୍ତି। ପ୍ରଣବ ପଟ୍ଟନାୟକ ଆଜି ଆମ ଗହଣରେ ନାହାନ୍ତି, ସେଥିପାଇଁ ସମସ୍ତେ ଦୁଃଖିତ, ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବି ଦୁଃଖିତ। ଓଡ଼ିଶାରେ ସମସ୍ତ କଳାକାର ମର୍ମାହତ ଅଛନ୍ତି ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ଦୁଃଖଦ ଘଟଣା ଏବଂ ସେ ଶୋ ଶରୀରରେ ଆଜି ନାହାନ୍ତି ସତ କିନ୍ତୁ ଯେତିକି ସେ ସ୍ୱର ଦେଇଯାଇଛନ୍ତି ଯେ ଗାଇଛନ୍ତି ସେ ସବୁଦିନ ପାଇଁ ଅମର ହେଇକି ରହିବେ। ତେଣୁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ ଏବଂ ପରିବାର ବର୍ଗଙ୍କୁ ସହିବାର ଶକ୍ତି ଦିଅନ୍ତୁ। ଏତିକି କହିବି, ଏଭଳି ଯୋଗଜନ୍ମା ଗୋଟେ ଯୁଗରେ ଜଣେ ଜନ୍ମ ନିଅନ୍ତି। ପ୍ରଣବ ପଟ୍ଟନାୟକ ଆଜି ଆମ ଗହଣରେ ନାହାନ୍ତି, ସେଥିପାଇଁ ସମସ୍ତେ ଦୁଃଖିତ, ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବି ଦୁଃଖିତ। ଓଡ଼ିଶାରେ ସମସ୍ତ କଳାକାର ମର୍ମାହତ ଅଛନ୍ତି ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ଦୁଃଖଦ ଘଟଣା ଏବଂ ସେ ଶୋ ଶରୀରରେ ଆଜି ନାହାନ୍ତି ସତ କିନ୍ତୁ ଯେତିକି ସେ ସ୍ୱର ଦେଇଯାଇଛନ୍ତି ଯେ ଗାଇଛନ୍ତି ସେ ସବୁଦିନ ପାଇଁ ଅମର ହେଇକି ରହିବେ। ତେଣୁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ ଏବଂ ପରିବାର ବର୍ଗଙ୍କୁ ସହିବାର ଶକ୍ତି ଦିଅନ୍ତୁ। ଏତିକି କହିବି, ଏଭଳି ଯୋଗଜନ୍ମା ଗୋଟେ ଯୁଗରେ ଜଣେ ଜନ୍ମ ନିଅନ୍ତି। ପ୍ରଣବ ପଟ୍ଟନାୟକ ଆଜି ଆମ ଗହଣରେ ନାହାନ୍ତି, ସେଥିପାଇଁ ସମସ୍ତେ ଦୁଃଖିତ, ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବି ଦୁଃଖିତ। ଓଡ଼ିଶାରେ ସମସ୍ତ କଳାକାର ମର୍ମାହତ ଅଛନ୍ତି ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ଦୁଃଖଦ ଘଟଣା ଏବଂ ସେ ଶୋ ଶରୀରରେ ଆଜି ନାହାନ୍ତି ସତ କିନ୍ତୁ ଯେତିକି ସେ ସ୍ୱର ଦେଇଯାଇଛନ୍ତି ଯେ ଗାଇଛନ୍ତି ସେ ସବୁଦିନ ପାଇଁ ଅମର ହେଇକି ରହିବେ। ତେଣୁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ ଏବଂ ପରିବାର ବର୍ଗଙ୍କୁ ସହିବାର ଶକ୍ତି ଦିଅନ୍ତୁ। ଏତିକି କହିବି, ଏଭଳି ଯୋଗଜନ୍ମା ଗୋଟେ ଯୁଗରେ ଜଣେ ଜନ୍ମ ନିଅନ୍ତି। ପ୍ରଣବ ପଟ୍ଟନାୟକ ଆଜି ଆମ ଗହଣରେ ନାହାନ୍ତି, ସେଥିପାଇଁ ସମସ୍ତେ ଦୁଃଖିତ, ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବି ଦୁଃଖିତ।